ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। କରେଜ୍, କରେଜ୍ ମାନେ ସାହସ। ୱିସଡମ୍ ମାନେ ବୁଦ୍ଧିମତା। ଅନେଷ୍ଟି, ଅନେଷ୍ଟି ମାନେ ସତ୍ୟନିଷ୍ଠା। ଫ୍ରିଡମ୍ ମାନେ ସ୍ୱାଧୀନତା ବା ମୁକ୍ତି। ଜଷ୍ଟିସ୍ ମାନେ ନ୍ୟାୟ। ପିସ୍ ମାନେ ଶାନ୍ତି। ଷ୍ଟ୍ରେଂଥ୍ ମାନେ ସାମର୍ଥ୍ୟ। କାଇଣ୍ଡନେସ୍ ମାନେ ଦୟା। ପେସେନ୍ସ ମାନେ ଧୈର୍ଯ୍ୟ। ସକ୍ସେସ୍ ମାନେ ସଫଳତା। ଫେଲିଓର ମାନେ ବିଫଳତା। ନଲେଜ୍ ମାନେ ଜ୍ଞାନ। ଟ୍ରୁଥ୍ ମାନେ ସତ୍ୟ। ହାପିନେସ୍ ମାନେ ସୁଖ। ସ୍ୟାଡନେସ୍ ମାନେ ଦୁଃଖ। ଆଙ୍ଗର ମାନେ କ୍ରୋଧ। ଫିଅର ମାନେ ଭୟ। ହୋପ୍ ମାନେ ଆଶା। ଡ୍ରିମ୍ ମାନେ ସ୍ୱପ୍ନ। ଫ୍ରେଣ୍ଡସିପ୍ ମାନେ ମିତ୍ରତା ବା ବନ୍ଧୁତା। ରେସ୍ପେକ୍ଟ ମାନେ ସମ୍ମାନ। ଡିସିପ୍ଲିନ୍ ମାନେ ଅନୁଶାସନ। ୟୁନିକ୍ ମାନେ ଅଦ୍ୱିତୀୟ। କନଫିଡେନ୍ସ ମାନେ ଆତ୍ମବିଶ୍ୱାସ। ମୋଟିଭେସନ୍ ମାନେ ପ୍ରେରଣା। ଆମ୍ବିସନ୍ ମାନେ ଆକାଂକ୍ଷା। ରେସ୍ପନ୍ସିବିଲିଟି ମାନେ ଦାୟିତ୍ୱ। ସାଇଲେନ୍ସ ମାନେ ମୌନ ବା ନୀରବତା। ଏନର୍ଜି ମାନେ ଶକ୍ତି। ଫୋକସ୍ ମାନେ ଧ୍ୟାନ। ବାଲାନ୍ସ ମାନେ ସମତୁଳନ। ଗ୍ରୋଥ୍ ମାନେ ବୃଦ୍ଧି। ଟ୍ରାଡିସନ୍ ମାନେ ପରମ୍ପରା। ଆଣ୍ଟିସିପେଟ୍ ମାନେ ପୂର୍ବାନୁମାନ। ଭାଲ୍ୟୁଏବୁଲ୍ ମାନେ ମୂଲ୍ୟବାନ। ରିପ୍ରେଜେଣ୍ଟେଟିଭ୍ ମାନେ ପ୍ରତିନିଧିତ୍ୱ। ଡିସ୍କ୍ରିମିନେଟ୍ ମାନେ ଭେଦଭାବ। ଇନସେକ୍ଟ ମାନେ କୀଟପତଙ୍ଗ। ସ୍ମାଇଲ୍ ମାନେ ହସ। ଇନଷ୍ଟିଚ୍ୟୁସନ୍ ମାନେ ଅନୁଷ୍ଠାନ। କନସେଣ୍ଟ ମାନେ ସମ୍ମତି। ଏକ୍ସପାଣ୍ଡ ମାନେ ବିସ୍ତାର କରିବା। ଭାରିୟସ୍ ମାନେ ବିଭିନ୍ନ। ନାଇଫ୍ ମାନେ ଛୁରୀ। କ୍ରିଏଟର ମାନେ ସୃଷ୍ଟିକର୍ତ୍ତା ବା ନିର୍ମାତା। ଅନଫେୟାର ମାନେ ଅନ୍ୟାୟ। ପିପୁଲ୍ ଅର୍ଥ ଲୋକମାନେ। ରିମେମ୍ବର ମାନେ ମନେ ରଖିବା। କଲଚର ମାନେ ସଂସ୍କୃତି। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।